আমি কি চেষ্টা করবনি আমি চেষ্টা করে ভালো 30 লাখ টাকা ନେଇଗଲା ଭାଇ ପ୍ରଥମ ଫେଜ 20 ତାପରେ 10 ଲକ୍ଷ ନେଇଗଲା ଆଡୁ ଘର ଆଉ ଦେଲାନି ଆମେ ତା ଘରକୁ ଗଲୁ ବସିଲୁ ସେ ଘରେ ତାଙ୍କ ମିସେସ୍ ଥିଲେ ତାଙ୍କ ଦି ଝିଅ ଥିଲେ ସେ ଆମକୁ କହିଲେ କି ନାଇଁ ଘର ଆମେ ଅଛୁ ଆମେ କେମିତି ଖାଲି କରିବୁ ଆମେ ପଇସା ସୁଝିବୁ ଆମ ଗୋଟେ ଧମକାଣି ଦିଏ ଯେ ମୋର ଓପନର ସଦରେ ମୋ କତିରେ ଚିଲାନ୍ତୁନି ମୁଁ ଓଲଟା ତମ ନାଁରେ କେସ୍ କରିବି ପଇସା ମତେ ଆକାଉଣ୍ଟରେ ଫେର ଆମେ ପଇସା ଦେଇଛୁ ଦମଣାରେ ତାଙ୍କର ଗୋଟେ ଫ୍ଲାଟ୍ ଅଛି 2 BHK ବର୍ଷା ବୈଶାରିକା ଆପାର୍ଟମେଣ୍ଟ ମୁଁ ସେଇଟା ବିକିବି ତ ମତେ ସେଇଟା 60-65 ଲକ୍ଷ ଟଙ୍କା ଦିଅ ମୁଁ ସେଇଟା ବିକିଦେବି ଅଛି ଆମ ଭାଇ କତିରେ ପହଞ୍ଚିବ ମୋ ଭାଇ କି ସେଠୁ ମୁଁ ବି କହିଲି ମୁଁ କହିଲି ସେ ଲୋକଟା କାହିଁ ଠିକ ଠାକ ଲାଗୁନି ହବା ହବ ତ ପଇସା ପତ୍ର ଦିଅନି ତୁ ଘର ଯେହେତୁ ବିକିବୁ ତୁ କହିବୁ ମତେ ୱାନ୍ ଟାଇମ୍ ପଇସା ଦେଇଦିଅ ମୁଁ ରେଷ୍ଟି କରିଦେବି ଆମେ କି ଚେକ୍ କରିବୁନୁ ଆମେ ଚେକ୍ କରିବାକୁ ବାହାରିଲା ବେଳକୁ 30 ଲକ୍ଷ ଟଙ୍କା ନେଇଗଲା ଭାଇ କତିରୁ ପ୍ରଥମ ଫେଜରେ 20 ତାପରେ 10 ଲକ୍ଷ ନେଇଗଲା ଆଡୁ ଘର ଆଉ ଦେଲାନି ଆମେ ତା ଘରକୁ ଗଲୁ ବସିଲୁ ସେ ଘରେ ତାଙ୍କ ମିସେସ୍ ଥିଲେ ତାଙ୍କ ଦି ଝିଅ ଥିଲେ ସେ ଆମକୁ କହିଲେ କି ନାଇଁ ଘର ଆମେ ଅଛୁ ଆମେ କେମିତି ଖାଲି କରିବୁ ଆମେ ପଇସା ସୁଝିବୁ ତ ପଇସା ଫେରେଇ ଦିଅ ଆଜିକି ହେଲାଣି 2026 ସେ 6 ବର୍ଷ ହେଲାଣି ଆମ ପଇସା ସୁଝିବ ବୋଲି ସେ ଚଲେଇଛି ବାଧ୍ୟ ହୋଇକି ଆମେ ତା ନାଁରେ ଚନ୍ଦ୍ରଶେଖର ଥାନାରେ ଏଫଆଇଆର ଦେଲୁ ଏଫଆଇଆର ଦେଲା ପରେ ଆଇଓ ସାର୍ ତାକୁ ଆରେଷ୍ଟ କରିଛନ୍ତି ବୋଲି କହୁଛନ୍ତି ଆମେ ବି ତାକୁ ଜାଣିନୁ ସେ ଆରେଷ୍ଟ ହେଇଛି ନା ଆରେଷ୍ଟ ଏପର୍ଯ୍ୟନ୍ତ ହେଇନି ଆଜ୍ଞା ଦାବି ଆମେ ଚାହୁଁଛୁ ଏ ଲୋକ ଆରେଷ୍ଟ ହଉ ଆଉ ସଦାବେଳେ ଆମେ ଯେତେବେଳେ ତା ଘରକୁ ପଇସା ପାଇଁ ଯାଇଛୁ ଆମ ଗୋଟେ ଧମକାଣି ଦିଏ ଯେ ମୋର ଓପନର ସର୍ଜରୀ ମୋ କତିରେ ଚିଲାନ୍ତୁନି ମୁଁ ଓଲଟା ତମ ନାଁରେ କେସ୍ କରିବି ପଇସା ମତେ ଆକାଉଣ୍ଟରେ ଫେର ଆମେ ପଇସା ଦେଇଛୁ ତାକୁ ଆପଣ ଥାନାରେ ପଚାରିକି ଇନକ୍ୱାରି କରୁନାହାନ୍ତି ଥାନାରେ ଆମେ ପଚାରିଥିଲୁ ଭାଇ ପଚାରିଥିଲେ ଭାଇ କହିଲେ କି ହଁ ସେ ଆରେଷ୍ଟ ହେଇଛନ୍ତି ଚନ୍ଦ୍ରଶେଖର ଥାନା ତାକୁ ଆରେଷ୍ଟ କରିଛି